ଯୋଡି ହେଇଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଦିଏ ଯେ ଆପଣମାନେ ମୂଲ୍ୟବାନ ସମୟ ଦେଇ ପ୍ରଭୁଙ୍କ ପାଦ ତଳେ ବସିଛନ୍ତି ଏବଂ ସମସ୍ତ ଅନୁରୋଧ ପ୍ରାର୍ଥନା ପ୍ରଭୁଙ୍କ ନିକଟରେ ସମର୍ପଣ କରିଛନ୍ତି। ନିଶ୍ଚିତ ଭାବରେ ପ୍ରଭୁ ମାନଙ୍କର ନିବେଦନ ଶ୍ରବଣ କରିଛନ୍ତି, ତାହା ସବୁ ସେ ସଫଳ କରିବେ। ଏହା ହିଁ ମୋର ବିଶ୍ୱାସ ଏବଂ ମୁଁ ବିଶେଷ ମଧ୍ୟ ହୃଦୟରେ କୃତଜ୍ଞତା ଜ୍ଞାପନ ଆମକୁ ଧନ୍ୟବାଦ ଦିଏ ଆମମାନଙ୍କର ପ୍ରିୟ ବାଳକ ବାବୁଙ୍କୁ ପୁତ୍ର ଭାଇଙ୍କୁ ମତେ ସେ ଅନୁଗ୍ରହ କରି ଆଉ ଏଇ ଆଜିର ପରିଚାଳନାର ଭାର ଦେଇଛନ୍ତି। ତେଣୁ ମୁଁ ତାଙ୍କୁ ଧନ୍ୟବାଦ ଦେବା ସହିତ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପ୍ରଭୁ ମତେ ସ୍ମରଣ କରିଛନ୍ତି। ଆସନ୍ତୁ ଆମେ ଆରମ୍ଭ କରିବା ପୂର୍ବରୁ ମୁଁ ପ୍ରାର୍ଥନା କରିବି, ତାପରେ ଆମେ ଆଗକୁ ବଢି ପ୍ରେମମୟ ସ୍ୱର୍ଗସ୍ଥ ପିତା, ତୁମରି ପବିତ୍ର ନାମର ଧନ୍ୟବାଦ କରୁଛୁ। ତୁମେ ଅନୁଗ୍ରହ କରି ଏହି ସୁପ୍ରଭାତରେ ତୁମରି ସେବା ଆରାଧନା କରିବା ପାଇଁ ସୁନ୍ଦର ସମୟ ଦେଲ ପ୍ରଭୁ। ଆମକୁ ଟାଣି ଆଣିଲ ତୁମ ପାଦ ତଳେ ରଖି ଆମକୁ ତୁମର ସେବା କରିବା ପାଇଁ ଏକ ହୃଦୟ ମନ ଦେବାର ଧନ୍ୟବାଦ କରୁଛି ପ୍ରଭୁ। ଏହି ଜୁମ୍ ପ୍ରତି ତୁମେ ପ୍ରଚୁର ଆଶୀର୍ବାଦ କର। ଯେତେ ଲୋକ ଯୋଡି ଅଛନ୍ତି ପ୍ରତ୍ୟେକଙ୍କ ପରିବାରକୁ ତୁମେ ଆଶୀର୍ବାଦ କର ପ୍ରଭୁ। ଆଜି ଆରାଧନା କରିବା ପାଇଁ ଆସୁଛନ୍ତି ବେହେରା ଭଉଣୀ, ତାଙ୍କୁ ତୁମେ ସମ୍ପୂର୍ଣ୍ଣ ଅଧିକାର କର। ପବିତ୍ର ଆତ୍ମାଙ୍କ ଅଭିଷେକ ଦିଅ। ତାଙ୍କ ମୁଖ ନିଃସୃତ ସମସ୍ତ ଗୀତ ମାଧ୍ୟମରେ ତୁମେ ଗୌରବ ପାଅ। ଆମେ ପ୍ରତ୍ୟେକଙ୍କ ହୃଦୟକୁ ତୁମେ ଅଧିକାର କର ବୋଲି ପ୍ରାର୍ଥନା କରୁଛି। ଏବଂ ତୁମ ପ୍ରିୟ ଦାସ ରାଉଳ ଆଜ୍ଞା ଆଜି ତୁମର ଜୀବନ୍ତ ବାକ୍ୟ ପ୍ରକାଶ କରିବେ। ତାଙ୍କୁ ମଧ୍ୟ ତୁମେ ସମ୍ପୂର୍ଣ୍ଣ ଅଧିକାର କର ଏବଂ ତାଙ୍କ ମୁଖରେ ରହି ତୁମେ କଥା କହି ତୁମ ଲୋକମାନଙ୍କୁ ଆଧ୍ୟାତ୍ମିକ ପରିତୃପ୍ତି ପ୍ରଦାନ କର ବୋଲି ପ୍ରାର୍ଥନା କରୁଛି। ମୋ ଯଜ୍ଞ ଆରମ୍ଭ କରିବି, ଆରମ୍ଭ ସମାପ୍ତି ପର୍ଯ୍ୟନ୍ତ ତୁମେ ରହି କଥା କର। ସବୁ ଗୌରବ କେବଳ ତୁମକୁ ଦେଇ ତ୍ରାଣକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ସମସ୍ତ ନିବେଦନ ମାଗୁଅଛି। ବର୍ତ୍ତମାନ ମାନେ ହ୍ୱାଟ୍ସଆପ ଆଡକୁ ଯିବା। ଆଉ ମୁଁ ଅନୁରୋଧ କରିବି ଆମମାନଙ୍କର ଗହଣରେ ଏଷ୍ଟର ରାଣୀ ବେହେରା ସିଷ୍ଟର ଅଛନ୍ତି। ମୁଁ ତାଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରିବି। ସିଷ୍ଟର ସମ୍ମୁଖକୁ ଆସନ୍ତୁ ଏବଂ ଆରାଧନାରେ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ କଢେଇ ନିଅନ୍ତୁ। ବେହେରା ସିଷ୍ଟର, ପ୍ରେଜ୍ ଦ ଲର୍ଡ। Praise the Lord. ପ୍ରେଜ୍ ଦ ଲର୍ଡ। ନମସ୍କାର। ବର୍ତ୍ତମାନ ଆପଣ ୱାର୍ସିପ ସହିତ ଆମେ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟଙ୍କ ଆଡକୁ କଢେଇ ନେବାରେ ସହାୟତା ହୁଅନ୍ତୁ। ଧନ୍ୟବାଦ। ଉପସ୍ଥିତ ଥିବା ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୋର ନମସ୍କାର ଜଣାଏ ଆଉ ପ୍ରତ୍ୟେକଙ୍କୁ praise the Lord। ଆସନ୍ତୁ ଆଜି ଆମମାନେ ଆରାଧନା ମଧ୍ୟରେ ଯିବା। ଆଉ ମୁଁ ଯୋଉ ପ୍ରଥମ ଗୀତଟି ଗାଇବି ତାହା ହେଉଛି ପ୍ରିୟ ପ୍ରଭୁ ମୋର ଯୀଶୁ। ଆପଣମାନେ ସମସ୍ତେ ଜାଣିଛନ୍ତି ଗୀତ, ମୋ ସାଙ୍ଗେ ଗାଇପାରିବେ। ପ୍ରିୟ ପ୍ରଭୁ ମୋର ଯୀଶୁ, ତୁମ ପ୍ରେମ କି ଗଭୀର, ମୋର ଯୀଶୁ ତୁମ ପ୍ରେମ କି ଗଭୀର, ବୁଝି ନାହିଁ କେବେ ତୁମକୁ କରିଛି ହତାଦ। ପ୍ରିୟ ପ୍ରଭୁ ମୋର ଯୀଶୁ, ତୁମ ପ୍ରେମ କି ଗଭୀର, ପ୍ରିୟ ପ୍ରଭୁ ମୋର ଯୀଶୁ, ତୁମ ପ୍ରେମ କି ଗଭୀର, କଣ କାଲି ଭରିଥିଲା ଏ ଜୀବନ, ସୂଚି ବଳି ଦେଇ କଳଙ୍କ ଭରିଥିଲା ଏ ଜୀବନ, ସୂଚି ବଳି ଦେଇ ନିଜ ପ୍ରାଣ ଦୟା
ପାପ ଭାର ପ୍ରିୟ ପ୍ରଭୁ ମୋର ଯୀଶୁ, ତୁମ ପ୍ରେମ କି ଗଭୀର, ପ୍ରିୟ ପ୍ରଭୁ ମୋର ଯୀଶୁ, ତୁମ କି ଗଭୀର, ଦୁନିଆ ମାର୍ଜନା କରିଥିଲା କବଳିତ, ଖୋଲିଦେଲା ସେ ବନ୍ଧନ, ହୋଇ ନିଜେ କଣ୍ଟକିତ, ଦୁନିଆ ମାର୍ଜନା କରିଥିଲା କବଳିତ, ଖୋଲିଦେଲା ସେ ବନ୍ଧନ, ହୋଇ ନିଜେ କଣ୍ଟକିତ, ଆଖି ଲୁହ ତୁମେ ପୋଛିଦେଲ, ଚିରଦିନ ଆପଣ ପ୍ରିୟ ପ୍ରଭୁ ମୋର ଯୀଶୁ, ତୁମ ପ୍ରେମ କି ଗଭୀର, ପ୍ରଭୁ ମୋର ଯୀଶୁ, ତୁମ କି ଗଭୀର, ବୁଝି ନାହିଁ କେମିତି, ବୁଝି ନାହିଁ କେମିତି, ତୁମକୁ କରିଛି ହତାଦର, ପ୍ରିୟ ପ୍ରଭୁ ମୋର ଯୀଶୁ, ତୁମ କି ଗଭୀର। ଅନେକ ସମୟରେ ଆମେ ଆମ ପ୍ରଭୁ ଯୀଶୁଙ୍କର ପ୍ରେମର ଗଭୀରତାକୁ ବୁଝି ନଥାଉ, କିନ୍ତୁ ତଥାପି ଆମ ପ୍ରଭୁ ମହାନ, ସେ ପ୍ରତିଦିନ ପ୍ରତି ପ୍ରାତଃ କାଳରେ ଆମକୁ ତାଙ୍କ ପ୍ରେମ ଅନୁସାରେ ଗଢ଼ିବା ପାଇଁ, ଆମକୁ ତାଙ୍କ ପ୍ରେମ ଦେଖାଇବା ପାଇଁ ସେ ମନୋଯୋଗୀ ପାଇଁ ତାଙ୍କର ଧନ୍ୟବାଦ ହଉ। ଦ୍ୱିତୀୟ ଗୀତଟି ମୁଁ ଯେଉଁ ଗାଇବି ତାହା ହେଲା ଆହି ଯୀଶୁ ସ୍ୱରଗ ନନ୍ଦ। आहे जीसु सरग नंदन, मधुठारु धातु मधुर नाम, आहे मधुठारु धातु मधुर नाम, हृदय था नीति तु, हृदय था नीति तुम पवित्र नाम, मधुठारु धातु मधुर नाम, आहे मधुठारु धातु मधुर नाम, आहे जीसु सरग नंदन, मधुठारु धातु मधुर नाम, आहे मधुठारु धातु मधुर नाम, सरगते झिल तुमे मानवर आसिल ए धरा परे परित्राणने, माता मरियम कोटि नेल जे जनम, तुमरी जनमे सृष्टि होइला जे धन, हृदय थाउ नीति तुम, हृदय थाउ नीति तुम पवित्र नाम, मधुठारु धातु मधुर नाम, आहे मधुठारु धातु मधुर नाम,
ଦେଇଅଛ କଥା ତୁମେ ଆଉ ଥରେ ଆସିବ, ସ୍ୱର୍ଗପୁର ଆମକୁ ଯେ ସାଥି ନେଇଯିବ। ଧନ୍ୟ ଯୀଶୁ ତୁମ ନାମ, ଧନ୍ୟ ତୁମ ପ୍ରେମ, ଧନ୍ୟବାଦ ସ୍ତୁତି ସ୍ୱରେ କରୁ ଜୟଗାନ। ହୃଦେ ଥାଉ ନୀତି ତୁମ, ହୃଦେ ଥାଉ ନୀତି ତୁମ, ପବିତ୍ର ନାମ ମଧୁଠାରୁ ତୁମ ମଧୁର ନାମ ଆହେ, ମଧୁଠାରୁ ତୁମ ମଧୁର ନାମ ଆହେ। ଯୀଶୁ ସରଗ ନନ୍ଦନ, ମଧୁଠାରୁ ତୁମ ମଧୁର ନାମ ଆହେ, ମଧୁଠାରୁ ତୁମ ମଧୁର ନାମ, ମଧୁଠାରୁ ତୁମ ମଧୁର ନାମ। ବର୍ତ୍ତମାନ ମୁଁ ଯୋଉ ଗୀତଟି ଗାଇବି ଅତି ଜଣାଶୁଣା ଗୀତ, ଆଉ ମୁଁ ସମସ୍ତଙ୍କୁ ଅନୁରୋଧ କରେ ଏ ଗୀତଟି ମୋର ଶେଷ ଗୀତ। ଏ ଗୀତ ଗାଇବା ସମୟରେ ସମସ୍ତେ ନିଜ ନିଜକୁ ପ୍ରଭୁଙ୍କ ନିକଟରେ ସମର୍ପଣ କରିବା, ଆଉ ଏଇ ସମୟରେ ପ୍ରଭୁଙ୍କର ପ୍ରାର୍ଥନା ସମୟରେ ପ୍ରଭୁଙ୍କ ଉପସ୍ଥିତିକୁ ଯେମିତି ଅନୁଭବ କରିବା, ସେଇ ପ୍ରକାର ଆମେ ଆଜି ସତ୍ୟରେ ଏବଂ ଆତ୍ମାରେ ଆରାଧନା। धन्यवाद के साथ स्तुति गा, हे यीशु मेरे खुदा, पुकार तेरे बेशुमार कोटि कोटि स्तुति। धन्यवाद के साथ स्तुति गाऊंगी, हे यीशु मेरे खुदा, पुकार तेरे बेशुमार कोटि कोटि स्तुति। योग्यता से बढ़ के से तूने योग्यता से दिया है, दया से तूने मुझे मांगने से ज्यादा मिला, मुझे आभारी हूँ। मांगने से ज्यादा मिला, मुझे आभारी हूँ। धन्यवाद के साथ स्तुति गाऊंगी, हे यीशु मेरे खुदा, उपकार तेरे बेशुमार कोटि कोटि स्तुति। तू है सच्चा खुदा, है तुझ पर ही भरोसा मेरा। तू है सच्चा खुदा, है तुझ पर ही भरोसा मेरा। सेवा पूरी करके पाऊंगी ना प्रभु, ऐसा दोहरा। सेवा पूरी
श्रीकर के पानी ना प्रभु है साधो धन्यवाद की स्तुति का कि हे यीशु मेरे खुदा उपकार तेरे हैं बेशुमार कोटि कोटि स्तुति कोटि कोटि स्तुति कोटि कोटि स्तुति ଆସନ୍ତୁ ମୁଁ ପଦେ ପ୍ରାର୍ଥନା କରିବି ତାପରେ କରିବା। ଧନ୍ୟବାଦ 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 ପ୍ରେମିକ थैंक यू लॉर्ड थैंक यू ऑलमाइटी धन्यवाद 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 राजा ମାନଙ୍କର ରାଜା ପ୍ରଭୁ ମାନଙ୍କର ପ୍ରଭୁ ତୁମେ ଯେ ଅଛ ସେ ଅଛ ସ୍ୱୟଂଭୂ ତୁମର ପରିବର୍ତ୍ତନ ନାହିଁ ସକଳ ସୃଷ୍ଟିର ଆଧାର ସେ ଦୟା କଲ ଅନୁଗ୍ରହ କଲ ଏ ପ୍ରାପ୍ତ ସମୟ ପାଇଲ ପ୍ରାପ୍ତ ସମୟରେ ତୁମ ଚରଣ ନିକଟରେ ଉବୁର ହେବାର ତୁମ ନିକଟରେ କିଛି ସମୟ ଦେବାର ବା କିଛି ସମୟ ବିତାଇବାର ଅନଲାଇନ୍ ପରିବାର ମାଧ୍ୟମରେ ପ୍ରତ୍ୟେକଙ୍କୁ ଉତ୍କର୍ଷ କଲ ଧନ୍ୟବାଦ ପବିତ୍ର ଆତ୍ମାର ପରମେଶ୍ୱର ଆଜିର ୱର୍କସିପ୍ରେ ସହବର୍ତ୍ତୀ ହେଲେ ପ୍ରଭୁ ତୁମକୁ ଯେତେ ଧନ୍ୟବାଦ ଦେଲେ ତାହା ଗୁଣା ପଡ଼ିବାର ଥରେ ଆମେ ତୁମର ଧନ୍ୟବାଦ ଦେଉଛୁ ପ୍ରଭୁ ଗୋ ଯେତେ ଜଣ এই ଅନଲାଇନ୍ ମାଧ୍ୟମରେ ଜଏନ୍ ହେଇଛନ୍ତି ପ୍ରତ୍ୟେକଙ୍କୁ ଦୟା କର ବିଶେଷ କରି ଆଜିର ବାକ୍ୟ ଦ୍ୱାରା ତୁମେ କଥା କର ପ୍ରତ୍ୟେକଟି କର୍ଣ୍ଣ ଆଜି ଶୁଣିବ ସମସ୍ତଙ୍କୁ ସେ ଉପସ୍ଥିତି ଦିଅ ପବିତ୍ର ଆତ୍ମାଙ୍କର ଚାଳନା ଦିଅ ଯେମିତି ଆମେ ବାକ୍ୟରେ ସେଇ ଅନୁସାରେ ଫଳ ଫଳିବାକୁ ପାରିବୁ ସେଇ ପ୍ରକାର ଦୟା କର ଏବଂ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମେ ଶିଖାଇବ ଏବଂ ପ୍ରଭୁ ଆଜି ଦିନକୁ ସମର୍ପଣ କରିବାକୁ ନିଜ ନିଜକୁ ସମର୍ପଣ କରୁଅଛୁ ମନ ଆତ୍ମା ଶରୀର ଗୌରବ ତୁମର ପ୍ରଶଂସା ପ୍ରଭୁ ଯୀଶୁଙ୍କ ନାମରେ କେବଳ ଆମେନ୍। ଆଉ ଥରେ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି ଆଉ ପ୍ରେଜ୍ ଦ ଲର୍ଡ ଜଣାଉଛି ଏବଂ ବିଶେଷ କରି ଧନ୍ୟବାଦ ଦେଉଛି ଆମର ଜିତୁ ଅଙ୍କଲକୁ ଯିଏ ମୋତେ ଏଇ ସୁନ୍ଦର ସୁଯୋଗ ଦେଲେ ଏବଂ ଯେଉଁମାନେ ଜଏନ୍ ହେଇଛନ୍ତି ପ୍ରତ୍ୟେକଙ୍କୁ ଧନ୍ୟବାଦ କେବଳ ଗୋଟେ କଥା ଆନାଉନ୍ସ କରିବାକୁ ମୁଁ ଚାହେଁ ଆପଣମାନଙ୍କୁ ବହୁତ ଧନ୍ୟବାଦ ଦିଏ ଆପଣ ଝିଅ ପାଇଁ ପ୍ରାର୍ଥନା କରୁଛନ୍ତି ରିୟାଂଶୀ ପାଇଁ ସେଥିପାଇଁ ଧନ୍ୟବାଦ ସେ ବହୁତ ଅଂଶରେ ସୁସ୍ଥତା ପାଇଛି କିନ୍ତୁ କାଲି ତାର ଫାଷ୍ଟିଂରେ ତାର ଯେଉଁ ଲିଭର ପାଖରେ ଯେଉଁ ପୂଜଟି ହେଇଯାଇଥିଲା ତାକୁ ବାହାର କରିଥାନ୍ତେ କିନ୍ତୁ କାଲି ଆଣ୍ଟି ଫୋନ୍ କରିଥିଲେ ମୋତେ ସେଟା ଡକ୍ଟରମାନେ ମନା କଲେ କାରଣ ସେ କହୁଥିଲେ ଟ୍ରିଟମେଣ୍ଟ ବହୁତ ସ୍ଲୋ ଚାଲିଛି ସେଥିପାଇଁ ଛୋଟ ଶିଶୁ ଆଉ ତା ପାଇଁ ବିଶେଷ ପ୍ରାର୍ଥନା କରିବୁ ସେ ଡରି ଯାଇଛି ସେ ସର୍ଜରୀଟା ଯେପରି ଏଇ ଆଜି ନହେଲେ କାଲି ହେବାର ଅଛି ଡେଟ୍ ଫିକ୍ସ ନାହିଁ କିନ୍ତୁ କିନ୍ତୁ ପ୍ରଭୁଙ୍କ ଦୟାରେ ଆଉ ସେ ସୁସ୍ଥ ପାଇବ ସେ ନିଶ୍ଚିନ୍ତ ସୁସ୍ଥ ପାଇବ ରାକ୍ଷସ ରୂପ ହବ ମୁଁ ବିଶ୍ୱାସ କରେ ଆଉ ତା ପିତାମାତାଙ୍କର ବିଶ୍ୱାସ ଅନୁଯାୟୀ ଯେମିତି ପ୍ରଭୁ ମିରାକାଲ କରିଛନ୍ତି କରିବେ ସେଥିପାଇଁ ସଦାସର୍ବଦା ପ୍ରାର୍ଥନାରେ ତା ପାଇଁ ଧରି ଧରିବେ ଏବଂ ମୋ ପାଇଁ ମଧ୍ୟ ମୁଁ ଭବିଷ୍ୟତ ଜୀବନରେ ପାଇବି ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ଝିଅ ମାନଙ୍କୁ ଆଜି ସୁନ୍ଦର ସୁନ୍ଦର ଗୀତ ଗାଇ ଆପଣ ଉତ୍ସାହ କରିଛନ୍ତି ବାସ୍ତବରେ ପ୍ରଭୁ ଆପଣଙ୍କୁ ଗାଇବାର ସ୍ୱର ଦେଇଛନ୍ତି ପ୍ରଭୁ ଗୌରବ ପାଇଁ ତେଣୁ ମୁଁ ପ୍ରଥମ ଥର ଦେଖାଇଲି ଆପଣଙ୍କ ସହିତ ତେଣୁ ବହୁତ ଭଲ ଲାଗିଲା ପ୍ରଭୁ ଆପଣଙ୍କୁ ଆହୁରି ବ୍ୟବହାର କରନ୍ତୁ ଆଶୀର୍ବାଦ କରନ୍ତୁ ପରିବାରକୁ ସୁରକ୍ଷା ମଙ୍ଗଳ ଦେଇ ତାଙ୍କୁ ଗୌରବ ଉଦ୍ଦେଶ୍ୟରେ ବ୍ୟବହାର କରନ୍ତୁ ଏପରି ଆମମାନଙ୍କର ଜୁମ୍ରେ ଯୋଡ଼ି ହେଇ ସୁନ୍ଦର ସୁନ୍ଦର ଗୀତ ଗାନ କରି ଆମମାନଙ୍କୁ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟ ଆଡ଼କୁ କଢ଼େଇ ନେବାର ସହାୟ ହୁଅନ୍ତୁ ଆସନ୍ତୁ ଆମମାନେ ଆଉ ବାକ୍ୟ ଶୁଣିବା ପୂର୍ବରୁ ପ୍ରାର୍ଥନା କରିବା ମୁଁ ଅନୁରୋଧ କରିବି ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କର ପ୍ରିୟ ଦାସ ଡକ୍ଟର ରେଭ ଜେକେ ଚିଞ୍ଚାଣୀ ସାର୍ ଅଛନ୍ତି ସାର୍ ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ସେ ଆରାଧନା କରୁଥିବା ବେହେରା ଝିଅ ସହିତ ଝିଅଙ୍କ ନିମନ୍ତେ ତା ସହିତ ତାଙ୍କର ଅନୁରୋଧ ପ୍ରାର୍ଥନା ଆମେ ଯେତେ ଯୋଡ଼ି ହେଇଛୁ ସମସ୍ତଙ୍କ ନିମନ୍ତେ ଏବଂ ବାକ୍ୟ ନେଇ ଆସୁଥିବା ପ୍ରିୟ ପ୍ରଭୁଙ୍କର ଦାସ ରାଉଳ ଆଜ୍ଞାଙ୍କ ନିମନ୍ତେ ପ୍ରାର୍ଥନାରେ ଆପଣ ତୋଳି ଧରନ୍ତୁ ତାପରେ ଆମେ ପ୍ରଭୁଙ୍କ ବାକ୍ୟ ଶ୍ରବଣ କରିବୁ। ପ୍ରେଜ୍ ଦ ଲର୍ଡ। ଉପସ୍ଥିତ ପ୍ରତ୍ୟେକଙ୍କୁ ମୋ ନମସ୍କାର। ଆସନ୍ତୁ ଆମମାନେ ପ୍ରାର୍ଥନାରେ ଯିବା। ଦୟାମୟ ସ୍ୱର୍ଗସ୍ଥ ପିତ ତୁମ୍ଭ ନାମ ପବିତ୍ର ବୋଲି ମାନ୍ୟ ହେଉ
ତୁମ୍ଭେ ସର୍ବୋଚ୍ଚ ସୈନ୍ୟାଧିପତି ସଦାପ୍ରଭୁ। ପ୍ରଭୁ ସ୍ୱର୍ଗ ତୁମ୍ଭର ସିଂହାସନ, ପୃଥିବୀ ତୁମ୍ଭର ପାଦପୀଠ। ସେହି ପୃଥିବୀରେ ରହି ତୁମ୍ଭ ପବିତ୍ର ନାମକୁ ଉପାସନା ସଙ୍ଗୀତ ଦ୍ୱାରା ଗାନ କରିବା ନିମନ୍ତେ ସାହାଯ୍ୟ କରିଛ। ଏଥିପାଇଁ ଆମେ ତୁମ୍ଭର ଗୌରବ ପ୍ରଶଂସା କରୁ କରୁ ଧନ୍ୟବାଦୀ ମଧ୍ୟ ଅଟୁ। ଆଜି ପ୍ରତି ପ୍ରଭାତରେ ରିଏଲ୍ ମିନିଷ୍ଟ୍ରି ଅଫ୍ ଇଣ୍ଡିଆର ପ୍ଲାଟଫର୍ମରେ ଆମ୍ଭମାନଙ୍କୁ ଜଡ଼ିତ କଲ। ତୁମେ ଖ୍ରୀଷ୍ଟଙ୍କ ନାମରେ ଆକର୍ଷିତ କରି ବିଭିନ୍ନ ସ୍ଥାନରୁ ଗୋଟିଏ ପ୍ଲାଟଫର୍ମରେ ଯୋଗ ଦେବା ନିମନ୍ତେ ସ୍ୱର୍ଗୀୟ ସହଭାଗିତା ପ୍ରଦାନ କଲ। ତହିଁ ମଧ୍ୟରେ ତୁମ୍ଭ ଦାସ ମାଳିଆଜ୍ଞାଙ୍କୁ ଏହି ଆଜିର ପ୍ରାର୍ଥନାର ସହଭାଗିତାକୁ ପରିଚାଳନା କରିବା ପାଇଁ ପ୍ରଭୁ ମନୋନୀତ କଲ। ତୁମ୍ଭେ ତାହାଙ୍କୁ ଆଶୀର୍ବାଦ କର। ଶକ୍ତି ସାମର୍ଥ୍ୟରେ ଆହୁରି ପ୍ରଭୁ ଶେଷ ପର୍ଯ୍ୟନ୍ତ ପରିଚାଳନା କରିବାକୁ ସାହାଯ୍ୟ କର। ଧନ୍ୟବାଦ କରୁଛୁ। ଆମମାନଙ୍କର ବିଭିନ୍ନ ମନୁଷ୍ୟର ବିଭିନ୍ନ ପ୍ରକାର କଣ୍ଠ ଅଛି, ତଥାପି ଆଜି ପାଇଁ ତୁମ୍ଭେ ଏଷ୍ଟର ରାଣୀ ଝିଅଙ୍କୁ ତୁମ୍ଭର ଗୌରବ ବର୍ଣ୍ଣନା କରିବାର ତୁମ ହସ୍ତର ଶସ୍ତ୍ର କଲ। ତାହାଙ୍କ ହୃଦୟରେ ଦେଇଥିବା ଆଧ୍ୟାତ୍ମିକ ସ୍ରୋତ ତୁମ୍ଭେ ଆପଣା ପବିତ୍ର ଆତ୍ମାଙ୍କ ନିୟନ୍ତ୍ରଣରେ ଆମ୍ଭମାନଙ୍କ ମଧ୍ୟରେ ପ୍ରକାଶ କରି ତୁମ୍ଭ ନାମକୁ ଉଚ୍ଚରେ ରଖିଛ। ତାହାଙ୍କୁ ତୁମେ ଆଶୀର୍ବାଦ କର। ତାଙ୍କ ପରିବାରରେ ତୁମ ସ୍ୱର୍ଗୀୟ ଆନନ୍ଦ ବଳ ଶକ୍ତି ଉପସ୍ଥିତ କରାଅ ଏବଂ ଗୃହର ଚତୁଃପାର୍ଶ୍ୱରେ ପାରିବାରିକ ଜୀବନରେ ତୁମ ଅନୁଗ୍ରହ ଏବଂ ସୁରକ୍ଷାର ବାଡ଼ ବାନ୍ଧ। ପ୍ରଭୁ, ସେ ଜଣେ ଝିଅଙ୍କର ଅପରେସନ ବିଷୟରେ କହୁଥିଲେ। ପ୍ରଭୁ, ଡକ୍ଟର ମାନଙ୍କର ଡକ୍ଟର ତୁମେ, ମନୁଷ୍ୟ ଭାବରେ ଡକ୍ଟର ଚିକିତ୍ସା କରିବେ, ଔଷଧ ଦେବେ, କିନ୍ତୁ ସୁସ୍ଥତା ତୁମ୍ଭେ ପଠାଅ। ଯେକୌଣସି ପ୍ରଭୁ ବିଷୟ ଲିଭର ମଧ୍ୟରେ ଅଛି, ହେ ଅନ୍ତର୍ଯାମୀ ସ୍ୱର୍ଗର ପରମେଶ୍ୱର, ତୁମ୍ଭ ବାକ୍ୟ ପଠେଇ ସମସ୍ତ ପ୍ରକାର ରୋଗର ବନ୍ଧନ ଶକ୍ତି ପ୍ରଭୁ ଯୀଶୁଙ୍କ ନାମରେ ନଷ୍ଟ କର। ବର୍ତ୍ତମାନ ଆମ୍ଭେମାନେ ପ୍ରଭୁ ତୁମ୍ଭ ମୁଖ ନିଃସୃତ ବାକ୍ୟ ଶୁଣିବା ନିମନ୍ତେ ବସିଅଛୁ। ପ୍ରଭାତରେ ତୁମ ଉପଦେଶ ପରାମର୍ଶ ଗ୍ରହଣ କରିବା ପାଇଁ ଯୋଗ ଦେଇଛୁ। ଆଜି ଦିନ ପାଇଁ ଯେଉଁ ବାକ୍ୟ ଆମ୍ଭମାନଙ୍କ ନିମନ୍ତେ ପଥରେ ଚଲା ପଥରେ ଚାଲିବାରେ ଆଚରଣରେ ଆଲୋକ ହେବ, ଏହି ବାକ୍ୟ ପାଇଁ ଆମମାନେ ପ୍ରଭୁ ତୁମ୍ଭଠାରେ ଅପେକ୍ଷା କରୁଛୁ। କିନ୍ତୁ ଧନ୍ୟବାଦ କରୁଛୁ, ତୁମ୍ଭେ ଆମମାନଙ୍କ ମଧ୍ୟରେ ତୁମ୍ଭ ଦ୍ୱାରା ଅଭିଷିକ୍ତ ଡିକନ ରାଉଳ ଆଜ୍ଞାଙ୍କର ମୁଖକୁ ବାଛିଛ। ପ୍ରଭୁ, ଆସ ତାଙ୍କ ଓଷ୍ଠରେ ତୁମ୍ଭ ମନୋନୀତ ବାକ୍ୟ ଦିଅ ଏବଂ ତାଙ୍କ ହୃଦୟରେ ଯାହା ତୁମେ ଆଜ୍ଞା କରିଅଛ ତାହା ସେ କହିବେ। ପ୍ରଭୁ, ତାଙ୍କୁ ଅଭିଷେକ ଶକ୍ତି ଏବଂ ପ୍ରଭୁ ସୁସ୍ଥିର ମନ ପ୍ରାଣ ଦିଅ ଏବଂ ଶ୍ରୋତା ବୃନ୍ଦମାନେ ଯେପରି ଆମମାନେ ଅବହେଳିତ ନ କରୁ ଏବଂ ତୁମ ବାକ୍ୟ ପ୍ରତି ହେୟ ମନ ବିତୃଷ୍ଣା ମନୋଭାବ ପ୍ରକାଶ ନ କରି ମନୋନିବେଶ କରିବୁ। ପୁଣି ବାକ୍ୟକୁ ହୃଦଙ୍ଗମ କରିବୁ। କର୍ଣ୍ଣରେ ବାକ୍ୟ ଶୁଣି ଦୃଢ଼ ବିଶ୍ୱାସରେ ବୃଦ୍ଧି ହେବୁ। ଏଥିପାଇଁ ସାହାଯ୍ୟ କର। ପ୍ରଭୁ, ଗୌରବ ପ୍ରଶଂସା ତୁମେ ପାଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଥ୍ୟାଙ୍କ ୟୁ। ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ ଚିଞ୍ଚାଣୀ ଆଜ୍ଞା, ଆପଣ ସମସ୍ତ ବିଷୟ ପ୍ରଭୁଙ୍କ ନିକଟରେ ସମର୍ପଣ କରିଛନ୍ତି। ତେଣୁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମେ ପ୍ରଭୁଙ୍କ ବାକ୍ୟ ଶ୍ରବଣ କରିବା। ଆଜି ଆମ ଗହଣରେ ଆମ ସମ୍ମିଳନୀର ଜଣେ ଆଉ ସ୍ତମ୍ଭ କହିଲେ ଅତ୍ୟୁକ୍ତି ହବ ନାହିଁ। ଉତ୍କଳ ବାପ୍ତିସ୍ମ ମଣ୍ଡଳ ସମ୍ମିଳନୀର ଗୋଟେ ସ୍ତମ୍ଭ, ଆମମାନଙ୍କର ପ୍ରିୟ ପ୍ରଭୁଙ୍କର ଦାସ ଆଶୀର୍ବାଦ ମଣ୍ଡଳୀର ଅଭିଷେକ ଡିକନ। ପ୍ରଭୁ ତାଙ୍କୁ ଶିକ୍ଷକରେ ବ୍ୟବହାର କରୁ କରୁ, ଜାଗତିକ ଶିକ୍ଷାରେ ବ୍ୟବହାର କରୁ କରୁ ଆତ୍ମିକ ଶିକ୍ଷାରେ ମଧ୍ୟ ମନୋନୀତ କରିଛନ୍ତି। ସେ ଆମମାନଙ୍କୁ ଆଉ ପ୍ରଭୁଙ୍କ ବାକ୍ୟ ଦେବେ। ସେ ଜଣେ ବାକ୍ୟବୀର ଏବଂ ଜ୍ଞାନୀ ଅଟନ୍ତି। ପ୍ରଭୁ ତାଙ୍କୁ ମନୋନୀତ କରିଛନ୍ତି ତାଙ୍କୁ ସେବା କରିବା ପାଇଁ। ଦାନ ଧ୍ୟାନରେ ପ୍ରଭୁ ତାଙ୍କୁ ବ୍ୟବହାର କରି ପର୍ଯ୍ୟନ୍ତ ଆସୁଛନ୍ତି।
आज आम सौभाग्य प्रभु प्रिय दर्शक मानकर गहण अच्छा आउ से कही नुहति आम समस्त अति प्रिय आउन रावल आज्ञा मुझे प्रभु जीशु ख्रीष्ट नाम सम्मुख को आह्वान करेंगे से परमेश्वर जीवत्व वाक्य आनी आम प्रत्येक हृदय को से परिवेषण करंतु एवं आम प्रत्येक आत्मा को परितृप्त करंतु प्रभु जीशु ख्रीष्ट नाम सार आसतु आम समस्ते करताली दे सार को आम उत्साह प्रदान सार नमस्कार प्रेज लॉर्ड न- हाँ सर, नमस्कार नमस्कार, प्रेज द लॉर्ड। थैंक यू सार प्रभु आपनकर जीशु समय ख्रीष्ट, हाँ सर, प्रभु जीशु ख्रीष्टଙ୍କ बहुमूल्य नामरे आजिर प्लेटफॉर्म रे जोड़ी होइथिबा प्रत्येकଙ୍କୁ प्रभु जीशुଙ୍କ बहुमूल्य नामरे मोर भक्तिपूर्ण नमस्कार ज्ञापन करे। नमस्कार। प्रभु को धन्यवाद दिए रियल मिनिस्ट्री ऑफ इंडिया माध्यम रे प्रति प्रभात रे आम को समवेत करने सहित प्रभु को अनेक दास दासी मान को दे तांकर पवित्र वाक्य मान प्रकाश करी आसु अछंती। होस्ट कर भाई को मध्य मु कृतज्ञता ज्ञापन करे। गतकाली से मते जणाइले जे आपण आसंता काली किछि वाक्य परिचर्या करंतु। हाँ मु मध्य हाँ कहली आओ जानिथिबा परिचित वाक्य मु आपण मान को निकट को नहीं आसी अछि। मो साहाय्य निमंते केही जणे पाठ करिवे धर्मशास्त्र प्रथम पुस्तक अर्थात आदि पुस्तक तार 49 पर्वर 11 पद। धर्मशास्त्र आदि पुस्तक तार 49 पर्वर 11 पद। किए पढ़िए सर? नहेले मु पढ़िबी। एथि उतारे दिनकरे जोसेफ निज कार्य 49 निमंते आदि पुस्तक 49 पर्व 49 verse 11 अर्थात से 11 पद। द्राक्षालता निकटरे आपणा बाछरा को उत्तम द्राक्षालता निकटरे आपणा गर्धब शावक को बांधिब। से द्राक्षा रसरे आपणा उत्तरीय वस्त्र और द्राक्षा रसरे आपणा परिधेय वस्त्र धोइब। प्रभु तांको दासों को आशीर्वाद करंतु। परिचय बाबू को ता सहित प्रभु को धन्यवाद दे एई शास्त्रांश ने आपण मान निकट को आसी अछि। गीत बा धर्मशास्त्र आदि पुस्तक तार 49 पर्व होची आरंभ रु शेष जाए जेतबळे प्रतिटी पद तन तन करी आमे पढ़िबा समस्त पदरे आशीर्वादर विषय मान लेखा जाई अछि। बापा जाकुब जेतबळे वृद्ध हेले से चिंता कले मोर ए बयसाधिक समय रे ए वृद्धा अवस्था रे मोर पुओ मान को मु आह्वान करिबी एकत्र करिबी एवं से मान को मु किछि आशीर्वाद करिबी। सेही भली भाबरे आमे जानू तांकर 12 गोटी पुत्र तांकर 12 गोटी पुत्रन को से निज निकट को डाकिले एवं तांकर चिंता थिला जे मोर वृद्धावस्था रे मोर मृत्यु पूर्वरु से मान को मुनिके आशीर्वाद करिबे। प्रिय परमेश्वर लोक माने से मानकर 12 जन पुत्र को से पाख को डाकिले कहिले तुमे माने एकत्र हुओ मो सांगरे रुह मो सम्मुखरे बस मु तुमको किछि कहिबा पाई जाउछि। प्रिय परमेश्वर लोक माने समस्त पुओ माने बापा कौन कहिबे काहे डाकिले ए मरण अवस्था पूर्वरु कौन कार्य काहाकू गाली करिवे काहाकू परामर्श देबे
କାହାକୁ କଣ କହିବେ ଏଇ ପ୍ରକାର ଭାବରେ ସେମାନେ ଭାବନା ବିଭିନ୍ନ ଭାବନା ନେଇ ସେମାନେ ବାପାଙ୍କ ନିକଟରେ ଏକତ୍ର ହେଲେ। ସେମାନଙ୍କର ଚିନ୍ତା ଅଛି ବାପା ଆଜି କାହିଁକି ସମସ୍ତ ପୁଅ ମାନଙ୍କୁ ନିଜ ପାଖକୁ ଡାକି ଅଛି। ହୁଏତ ପୁଅ ମାନଙ୍କର ଭାବନା ହେଇଥିବ ଏଇ ମୃତ୍ୟୁର ଶେଯରେ ଅଛନ୍ତି, ମୃତ୍ୟୁର ପୂର୍ବରୁ ହୁଏତ ପୁଅ ମାନଙ୍କୁ କାଳେ ଟଙ୍କା ପଇସା ସୁନା ରୂପା ଲୁଚାଇ ରଖିଥିବ, ଏଣୁ ଭାଗବଣ୍ଟା ଭାବରେ କାଳେ ପୁଅ ମାନଙ୍କୁ ଦେବ। ଏଇଭଳି ଭାବରେ ବିଭିନ୍ନ ପ୍ରକାର ଭାବନା ନେଇ ସେମାନେ ପିତାଙ୍କ ନିକଟରେ ବା ବାପାଙ୍କ ନିକଟରେ ସେମାନେ ଏକଜୁଟ ହେଲେ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ସମସ୍ତଙ୍କର ମନରେ ଆଶା ଅଛି, ଆକାଂକ୍ଷା ଅଛି, ବିଭିନ୍ନ ପ୍ରକାର ପରିସ୍ଥିତି ମାନ ମନରେ ଉପୁଜୁଛି ଯେ ଆଜିର ରୁଣ୍ଡ ହେବାର ଅବସ୍ଥା, ଆଜିର ଗେଟ୍ ଟୁଗେଦର, ଆଜିର ଯୋଉ ପ୍ରକାର ଭାବରେ ତାଙ୍କ ବାପାଙ୍କ ନିକଟରେ ସମ୍ମିଳିତ ହେବା, କଣ ସେ କହିବେ, କଣ ବା କରିବେ। ବାପା ଯାକୁବ ସମ୍ମୁଖରେ ଦେଖିଲେ, ହଁ ସେ ଦେଖି ପାରୁଛନ୍ତି ଯଦିଓ ଦୁର୍ବଳ ହେଇଯାଇଛନ୍ତି, ବୃଦ୍ଧା ଅବସ୍ଥା ହେଇଯାଇଛନ୍ତି, ସ୍ୱର କ୍ଷୀଣ ହେଉଛି, ତଥାପି ତାର ଦୃଷ୍ଟି ଶକ୍ତି ରହିଛି। ଏଣୁ ସେ ଗଣିଲେ 12 ଜଣ ପୁଅ ଯାକ ତାଙ୍କ ପାଖରେ ରୁଣ୍ଡ ହୋଇଛନ୍ତି। ଏଣୁ ତାଙ୍କ ମନରେ ଯେଉଁ ଚିନ୍ତା ଥିଲା, ଯେଉଁ ଭାବନା ଥିଲା, ଆଜି ସେ ପ୍ରକାଶ କରିବେ ଆଶୀର୍ବାଦର ସହିତ। କାରଣ ତାଙ୍କ ମନରେ ଉଦୟ ହୋଇଛି ଯେ ମୋର ଶେଷ କାଳରେ ମୋ ପୁଅ ମାନଙ୍କୁ ଅର୍ଥାତ୍ 12 ଜଣ ପୁଅଙ୍କୁ ମୁଁ କଣ କରିବି ନା ଆଶୀର୍ବାଦ କରିବି। ଅତି ସୁନ୍ଦର ଚିନ୍ତା ଯାକୁବଙ୍କର ଯେ ମୋ ପିଲାମାନଙ୍କୁ ମୋ ଆଖି ଦେଖିଛି, ମୋ ପିଲାମାନଙ୍କ ପାଇଁ ମୋର ଶେଷ ମୁହୂର୍ତ୍ତରେ ମୋର ଶେଷ ଆଶୀର୍ବାଦ ସେମାନଙ୍କୁ ଦେବାକୁ ହେବ। ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଯଦି ଆମେ ଏହା ଚିନ୍ତା କରିବା, ବାପା ଆହ୍ୱାନ କରିଛନ୍ତି ପିଲାମାନଙ୍କୁ ଗେଟ୍ ଟୁଗେଦର ହେବା ପାଇଁ। ଆଜି ଗେଟ୍ ଟୁଗେଦର ହେଇଛନ୍ତି, ବାପା ଅଛନ୍ତି ଯେଉଁଠାରେ, ବାପା ଅଛନ୍ତି, ପୁଣି 12ଟା ପିଲା ଅର୍ଥାତ୍ 12ଟି ପୁଅ ଯାକ ମଧ୍ୟ ତାଙ୍କ ସଙ୍ଗରେ ଅଛନ୍ତି। ଆଉ ସେଇଠି ଆଶୀର୍ବାଦ ଦିଆଯାଉଛି, ଜଣ ଜଣ କରି ଆଶୀର୍ବାଦ ପ୍ରଦାନ କରାଯାଉଛି। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଏହି ଗେଟ୍ ଟୁଗେଦର ବାପା ଅଛନ୍ତି, ପିଲାମାନେ ଅଛନ୍ତି, ଆହ୍ୱାନ କରାଯାଇଛି, ଏକତ୍ରୀକରଣ ହେଇଛନ୍ତି। ଅର୍ଥାତ୍ ଏହି ଗେଟ୍ ଟୁଗେଦର କେଉଁଠାରେ ହୋଇଥିଲା, କେଉଁ ସ୍ଥାନରେ ଆଶୀର୍ବାଦ ଦିଆଯାଉଅଛି। ଧର୍ମଶାସ୍ତ୍ର ବା ଇତିହାସକୁ ତନ୍ନ ତନ୍ନ କରି ଯଦି ଆମେ ଖୋଜୁ, ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଯାକୁବଙ୍କର ଶେଷ ବସତି ସ୍ଥାନ ହେଲା ଗୋସନ। କାରଣ ମିଶରରେ ଯୋସେଫ ବା ଯାକୁବ କଣ କରିଛନ୍ତି, ସେଇଠି ଅଛନ୍ତି, ଆଉ ତାଙ୍କର ଶେଷ ଅବସ୍ଥା ସେଇଠି ସମୟ ବିତୁଛି। ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଯାକୁବଙ୍କର ଇତିହାସ କହେ ଯାକୁବଙ୍କର ଶେଷ ବସତି ସ୍ଥାନ ହଉଛି ଗୋସନ ବା 3ଟି ଅକ୍ଷରରେ ନାମିତ ଗୋସନ। ଆଉ ସେଇଠାରେ ପୁଅ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରାଯାଇଥିଲା। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆମେ ଦେଖୁଛୁ ସେଇ ସ୍ଥାନ ତାଙ୍କର ପୂର୍ବ ଫାରୋ ରାଜା ତାଙ୍କର ପୁତ୍ରଙ୍କୁ, ତାଙ୍କର ଅନ୍ୟମାନଙ୍କୁ ଦେଇଥିଲେ। ସେ ଯାହା ହଉ, ଆମେ ଏଇ ସମୟରେ ଚିନ୍ତା କରିବା, ସେ ଯେକୌଣସି ସ୍ଥାନ ହେଉ, ଯେକୌଣସି ପରିବେଶ ହେଉ, ଏକତ୍ରୀକରଣ ହୋଇଛନ୍ତି ବାପା ଏବଂ ପୁଅମାନେ। କହିବାକୁ ଗଲେ ଏହି ସ୍ଥାନ ଏକ ସୁନ୍ଦର ସ୍ଥାନ, ସୁଶୋଭିତ ସ୍ଥାନ, ଉର୍ବର ଭୂଇଁ,
ବିରାଟ ପଡିଆ ବିରାଟ ସ୍ଥାନ ଅଛି, ପୁଣି ସମୃଦ୍ଧିର ସ୍ଥାନ। ଆଉ ସେଇ ସ୍ଥାନରେ ଯାକୁବ କଣ କରୁଛନ୍ତି ନା ତାଙ୍କର ପୁତ୍ର ମାନଙ୍କୁ ସେ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଏଇ ଶୀର୍ଷରେ ଏଇ କଥା ମୁଁ କହିବି ଯେ ତିନୋଟି ନାମ ରହିଥିବା ଗୋସନରେ ଗେଟ୍ ଟୁଗେଦର ହେଉଅଛନ୍ତି। ଆଜି ମଧ୍ୟ ଆମମାନଙ୍କର RMI ଅର୍ଥାତ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆ ଚିନ୍ତା କରିଛି ଯେ ତିନୋଟି ନାମରେ ନାମିତ ହୋଇଥିବା ଗୋଟିଏ ସ୍ଥାନରେ ତାର ପଞ୍ଚମ ଗେଟ୍ ଟୁଗେଦର ସେ କରିବାକୁ ବାଞ୍ଛା କରୁଅଛି। ହଁ, ସେଦିନର କଥାକୁ ମୁଁ ମନେ ପକେଇବି ଏବଂ କହିବି, ମିଶର ଦେଶର ଗୋସନ ସହରରେ ହୋଇଥିଲା ଗେଟ୍ ଟୁଗେଦର, ହୋଇଥିଲା ଗେଟ୍ ଟୁଗେଦର। ଯୋଉଠି ବାପା ଅଛନ୍ତି, ଯେଉଁଠି 12 ଜଣ ପୁତ୍ର ଏକତ୍ରୀକରଣ ହୋଇଛନ୍ତି, ସେହି ତିନୋଟି ଅକ୍ଷର ଗୋସନ ସହରରେ ସେମାନେ ଏକତ୍ର ହୋଇଛନ୍ତି, ଗେଟ୍ ଟୁଗେଦର ଆନନ୍ଦ ଅନୁଭବ କରୁଛନ୍ତି ଏବଂ ବାପାଙ୍କ ଠାରୁ ଆଶୀର୍ବାଦ ପାଉଅଛନ୍ତି। ସେପରି ଭାରତେ ମୁମ୍ବାଇ ସହରରେ, ସେପରି ଭାରତେ ମୁମ୍ବାଇ ସହରରେ ହେବ RMI ଗେଟ୍ ଟୁଗେଦର, ହେବ RMI ଗେଟ୍ ଟୁଗେଦର। ହଜାର ହଜାର ବର୍ଷ ତଳରେ ତିନୋଟି ଅକ୍ଷର ଗୋସନ ସ୍ଥାନରେ ଯେ ପ୍ରକାର ଭାବରେ ସେଇଦିନ ଗେଟ୍ ଟୁଗେଦର ହେଇଥିଲା, ଆଜି ମଧ୍ୟ RMI ତରଫରୁ ତିନୋଟି ଅକ୍ଷର ମୁମ୍ବାଇ ସେହି ସହରରେ ବାପାଙ୍କ ସହିତ ଅର୍ଥାତ ପିତା ପରମେଶ୍ୱରଙ୍କ ସହିତ ପୁତ୍ରଗଣ କନ୍ୟାଗଣ ସମସ୍ତେ ମିଳିତ ହୋଇ ଗେଟ୍ ଟୁଗେଦର ହେବା ନିମନ୍ତେ ଚିନ୍ତା କରାଯାଉଛି। ସେଇଠାରେ ଯେ ପ୍ରକାର ବାପା ପୁତ୍ରଙ୍କୁ ଆଶୀର୍ବାଦ ଦେଇଥିଲେ, ସମ୍ଭବତଃ RMI ଚିନ୍ତା କରୁଛି ଯେ ଏଇଠାରେ ମଧ୍ୟ ପିତା ପରମେଶ୍ୱର ସେ ଉପସ୍ଥିତ ତାଙ୍କର ପୁତ୍ର କନ୍ୟା ମାନଙ୍କୁ ଆଶୀର୍ବାଦ କରନ୍ତୁ, ଆଶୀର୍ବାଦ କରନ୍ତୁ, ଆଶୀର୍ବାଦ କରନ୍ତି। ହଁ, ସେଇ ଦିନର ସେଇ ଚିତ୍ରକୁ ଆମେ ଦେଖିବା ଯେ ବାପା ଯାକୁବ ପ୍ରଥମେ ସେ ଆଶୀର୍ବାଦ କରିବା ନିମନ୍ତେ ସେ ରୁବେନକୁ ଆହ୍ୱାନ କରୁଅଛନ୍ତି। ସେ ରୁବେନକୁ ଆହ୍ୱାନ କଲେ, ଆଉ ସେ ତାଙ୍କୁ ବିଭିନ୍ନ କଥା କହି ଆଶୀର୍ବାଦ 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 କଲେ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଯେତେବେଳେ ରୁବେନଙ୍କ ଠାରୁ ବାପା ଯାକୁବ ଆଶୀର୍ବାଦ ଦେବାର ଚିନ୍ତା କଲେ, ଆଶୀର୍ବାଦ ଦେଉଅଛନ୍ତି, ଅନେକ ପୁଅ ମାନଙ୍କ ମନରେ ମୋ ପାଇଁ କଣ ଆଶୀର୍ବାଦ, ମୋ ପାଇଁ କଣ ଆଶୀର୍ବାଦ, ମୋ ପାଇଁ କଣ ଆଶୀର୍ବାଦ, ଏହା ନିଶ୍ଚିତ ଭାବରେ ସେମାନେ ଚିନ୍ତା କରିଥିବେ, ବ୍ୟସ୍ତ ହୋଇଥିବେ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ମତେ କେଉଁ ଆଶୀର୍ବାଦ ବାପା ଦେବେ? ଏହା ବିଭିନ୍ନ ପୁଅ ମାନେ ଅନ୍ୟ 11 ଯେତେବେଳେ ରୁବେନର ଆରମ୍ଭ କରନ୍ତି, 11 ଜଣ ପୁଅ ଯାକ ନିଶ୍ଚିତ ଭାବରେ ସେମାନଙ୍କର ମନ ବ୍ୟସ୍ତ ହେଉଥିବେ। ମୋ ବାପା ମୋ ବୃଦ୍ଧାବସ୍ଥାରେ ଯାକୁବ ଭାବରେ ସେ ମତେ କଣ ଆଶୀର୍ବାଦ କରିବେ, ଏହି ଆକାଂକ୍ଷା ପ୍ରତ୍ୟେକଙ୍କ ମନରେ ପ୍ରଶ୍ନବାଚୀ ହେଉଥିବ। ଆଦି ପୁସ୍ତକ ତାର 40 ପର୍ବର ଆମେ 8 ପଦକୁ ଯେତେବେଳେ ଯାଉ, ସେତେବେଳେ ସେ ଆଉ ଏକ ପୁତ୍ରଙ୍କୁ ସେ ଆଶୀର୍ବାଦ କରିବାକୁ ଯାଉଅଛନ୍ତି, ଆଉ ସେହି ପୁଅ ହେଲା ଜିହୁଦା। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ସେ ଡାକିଥିବେ, ହେ ଜିହୁଦା, ବର୍ତ୍ତମାନ ମୁଁ ତୁମକୁ ଆଶୀର୍ବାଦ କରିବା ପାଇଁ ଯାଉଅଛି। ଜିହୁଦା
से व्यस्त होइथिबे बापा मते कौन आशीर्वाद करिवे बापा मते कौन अनुग्रह प्रदान करिवे केउ आशीर्वाद रो कथा कहिबे से व्यस्त होइथिबे बापा कहिले जाकुब वृद्धा अवस्था कहिले जे बापा जिहुदा मु तुमको आशीर्वाद करने को जाऊ अच्छी से आशीर्वाद करू करू 10 पदर से कथा गोटे कहले जे सिलोर आगमन पर्यंत अर्थात सिलोर इन ब्रैकेट रे आपण देखिबे शांतिकर्ता अच्छी शांतिकर्ता अर्थात प्रभु जीशु ख्रीष्ट को सूचाए आउ से यही आशीर्वाद करने को जाउछंती प्रभु जीशु ख्रीष्टंकर आगमन पर्यंत जे कि भविष्यवाणी न्याय जाकुब कहू अच्छंती जे तार 11 पदर से भविष्यवाणी को यही कथा कहले जे सिलो अर्थात जहा की शांतिकर्ता जहा की जीशु ख्रीष्ट अटंती तांकु से निर्दिष्ट करी से यही कथा कहले तांकर आगमन पर्यंत इत्यादि इत्यादि कथा अच्छी किंतु 11 पदर से कहले से आगमन कले से आसिले द्राक्षालता निकटरे बाछरा को बांधिब प्रिय परमेश्वर लोक माने जाकुबंकर से दिन भविष्यवाणी एहा थिला आशीर्वाद एहा थिला जिहुदांक प्रति एहा थिला हे जिहुदा आमे तुमको आशीर्वाद करूअछु तुम गोष्ठी रे जड़े शांतिकर्ता आगमन हेब से शांतिकर्ता होचंती त्राणकर्ता प्रभु जीशु ख्रीष्ट अटंती आउ से प्रभु जीशु ख्रीष्टंकर आगमन हेब तुम गोष्ठी जिहुदा गोष्ठी से आगमन करिवे जेतेबेले से आगमन करिवे मने रख जिहुदा जे से द्राक्षालता निकटरे बाछरा को बांधिब ओ उत्तम द्राक्षालता निकटरे दुईटी कथा से कहती उत्तम द्राक्षालता निकटरे बाछरा को बांधिब ओ उत्तम द्राक्षालता निकटरे से कौन करिबा आपना गर्धब शावक को बांधिब प्रिय परमेश्वर लोक माने जेतबेले शांतिकर्ता आगमन हेबो जेतबेले सेही प्रभु जीशु ख्रीष्टंकर आगमन हेबो जिहुदा गोष्ठी हे जिहुदा मन रखित जे से कौन करिवो से द्राक्षालता निकटरे बाछरा को बांधिब एवं उत्तम द्राक्षालता निकटरे से गर्धब शावक को बांधिब प्रिय परमेश्वर लोक माने प्राय 4000 वर्ष तले जाकुब यही प्रकार भविष्यवाणी तथा आशीर्वाद जिहुदा को देइथिले कारण सिलोर एक अन्य नाम होची शांतिकर्ता प्रभु जीशु ख्रीष्टंकर नाम को निर्दिष्ट कले एवं सिलो बोली तांकु नामित कले जहार अर्थ शांतिकर्ता पुणे जीए की त्राणकर्ता प्रभु जीशु ख्रीष्ट अटंती प्रिय परमेश्वर लोक माने से ही व्यक्ति जेतबेले आसीब से द्राक्षालता निकटरे बाछरा को बांधिब पुणी से आगमन कले से उत्तम द्राक्षालता निकटरे से गर्धब शावक को बांधिब तेबे एही द्राक्षालता किए पुणी एही गर्धब शावक बा किए जी कि द्राक्षालता निकटरे अर्थात सही व्यक्ति सिलो सही व्यक्ति शांतिकर्ता से आसिले द्राक्षालता निकटरे उभय पशु को से बांधिबा को जीव प्रिय परमेश्वर लोक माने आमने जदि सीधा सड़क देखिबा से द्राक्षालता किए जो लिखित मंगल समाचार तार 15 पर्वर प्रथम पद को जदि आमे जाऊ सेठारे लेखा जाए से निजे कहती आपणार शिष्य मानकू मु होची सेही द्राक्षालता मु होची से प्रकृत द्राक्षालता मु होची से उत्तम द्राक्षालता
ତାଙ୍କର ପରିଚୟ ସେ ପ୍ରଦାନ କରନ୍ତି। ହଁ, ଅନେକ ଦ୍ରାକ୍ଷାଲତା ମାନ ଅଛି, କିନ୍ତୁ ତାହା ବନ୍ୟ ଦ୍ରାକ୍ଷାଲତା। କିନ୍ତୁ ସେ ନିଜ ମୁଖରେ ସ୍ୱୀକାର କରି ଏଇ କଥା କହନ୍ତି, ମୁଁ ପ୍ରକୃତ ଦ୍ରାକ୍ଷାଲତା, ମୁଁ ଉତ୍ତମ ଦ୍ରାକ୍ଷାଲତା ଅଟେ। ପ୍ରିୟ ପରମେଶ୍ୱର ଯୀଶୁ ନିଜରୁ ସ୍ୱୀକାର କରି କହିଲେ, ସେ ଦ୍ରାକ୍ଷାଲତା ଅନ୍ୟ କେହି ନୁହେଁ, ମୁଁ ସେହି ପ୍ରକୃତ ଦ୍ରାକ୍ଷାଲତା, ଉତ୍ତମ ଦ୍ରାକ୍ଷାଲତା। ହଜାର ହଜାର ବର୍ଷ ତଳେ ଏଇ ଦ୍ରାକ୍ଷାଲତା ସମ୍ପର୍କରେ ଯାକୁବ ନିର୍ଦ୍ଦିଷ୍ଟ ଭାବରେ ପ୍ରକାଶ କରିଥିଲେ, ଏକ ଭାବବାଣୀ ସ୍ୱରୂପ ଆଶୀର୍ବାଦ ଦେବା ପାଇଁ ଆଶୀର୍ବାଦ ମଧ୍ୟ ଦେଉଅଛନ୍ତି। ତେବେ ସେ କହିଲେ ଯେ ଦ୍ରାକ୍ଷାଲତା ନିକଟରେ ବାଛରାକୁ ବାନ୍ଧିବ ଏବଂ ଉତ୍ତମ ଦ୍ରାକ୍ଷାଲତା ନିକଟରେ, ପ୍ରକୃତ ଦ୍ରାକ୍ଷାଲତା ନିକଟରେ ସେ ଗର୍ଦ୍ଧବ ଶାବକକୁ ବାନ୍ଧିବ। ଆଜି ଆମମାନେ ଏଇ ଗର୍ଦ୍ଧବ ଶାବକ କିଏ ତାହା ଆମେ ଚିନ୍ତା କରିବା। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆମ ଭାରତ ଦେଶରେ, ଆମ ଓଡ଼ିଶାରେ, ଆମମାନଙ୍କ ଜୀବନରେ ଗର୍ଦ୍ଧବ କହିଲେ ବା ଗଧ କହିଲେ ସାଧାରଣତଃ ଏକ ହୀନିମାନୀ ପଶୁ ଭାବରେ ଆମେ ବିବେଚନା କରିଥାଉ। ଗଧ କହିଲେ ଗୋଟେ ଘୃଣ୍ୟ ପଶୁ ଭାବରେ ଆମେ ଭାବିଥାଉ, ପୁଣି ଏକ ହତାଦର ପଶୁ ଭାବରେ ଆମେ ଭାବିଥାଉ। କିନ୍ତୁ ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଇସ୍ରାଏଲ ଦେଶର କଥା ମୁଁ ଆପଣମାନଙ୍କ ନିକଟରେ ପ୍ରକାଶ କରିବାକୁ ଯାଇ କହେ ଯେ ଗର୍ଦ୍ଧବେ ଇସ୍ରାଏଲ ଦେଶର ଏକ ଗୃହପାଳିତ ପଶୁ ଅଟେ। ହଁ, ସେ ପଶୁ ଅଟେ। ସେମାନଙ୍କର ଅନେକ ପ୍ରକାର ନାମରେ ପଶୁ ଅଛନ୍ତି, କିନ୍ତୁ ଇସ୍ରାଏଲ ଦେଶୀୟ ଲୋକମାନେ ଗର୍ଦ୍ଧବକୁ ଅର୍ଥାତ୍ ଗଧକୁ ଗୋଟିଏ ଗୃହପାଳିତ ପଶୁର ମାନ୍ୟତା ଦେଉଥିଲେ। ଭାରତ ଦେଶରେ ଗାଈ, ବଳଦ, ଓଟ, ଘୋଡ଼ାକୁ ଯେ ପ୍ରକାର ଭାବରେ ବା ମେଷ, ଛେଳି ଏ ସବୁକୁ ଯେଭଳି ଭାବରେ ଆମେ ଗୃହପାଳିତ ପଶୁ ଭାବରେ ମାନ୍ୟ ଦେଉଛୁ, ଗଣନା କରୁଛୁ, ଇସ୍ରାଏଲ ଦେଶରେ ଗର୍ଦ୍ଧବୀକୁ ଅର୍ଥାତ୍ ଗଧକୁ ସେ ମାନେ ଗୃହପାଳିତ ପଶୁ ଭାବରେ ମାନ୍ୟତା ଦେଉଥିଲେ। ତାହା ବାଇବେଲରେ ମଧ୍ୟ ଅନୁମୋଦିତ କରାଯାଇଛି। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ସେମାନଙ୍କର ମାନ୍ୟତା ଅନୁସାରେ ଗୋଟିଏ ଅଂଶ ପଢିବା ଯେ ଏହି ଗଧ ବା ଗର୍ଦ୍ଧବୀ ଜଗତରେ କିଏ ଅଟନ୍ତି। ଆମେ ଯଦି ଦେଖିବା ଆୟୁବ ପୁସ୍ତକ ତାର 11 ପର୍ବର 16 ପଦରେ ଲେଖାଯାଏ, ଧର୍ମଶାସ୍ତ୍ରର ଆୟୁବ ପୁସ୍ତକ ତାର 11 ପର୍ବର 12 ପଦ। କିଏ ପଢିବେ? ହ୍ୟାଲୋ, ମାଳି ଭଉଣୀ ନାହାନ୍ତି ନା କଣ? ଆପଣା ଦୁଃଖ ପାଶୋରି ପକାଇବ, ହଜିଗଲା ଜଳ ତୁଲ୍ୟ ତାହା ସ୍ମରଣ କରିବ। ହଁ, ଏଇଠାରେ ଲେଖାଯାଏ, ଆୟୁବ କହନ୍ତି, ସେଇ ଶାସ୍ତ୍ରାଂଶ କଣ ଚେଞ୍ଜ ହେଇଥିବ। ଆୟୁବ କହନ୍ତି, ବନ୍ୟ ଗର୍ଦ୍ଧବ ଶାବକ ତୁଲ୍ୟ ମନୁଷ୍ୟ ଜାତ ଅଟେ। ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଆୟୁବ ଏଇ ପ୍ରକାର ଭାବରେ ପରିଚୟ ଦିଅନ୍ତି ମନୁଷ୍ୟ ଜୀବନୀକୁ। ନା କଣ ବୋଲି ସେ ପରିଚୟ ଦିଅନ୍ତି? ଆୟୁବ କହନ୍ତି, ବନ୍ୟ ଗର୍ଦ୍ଧବ ଶାବକ ତୁଲ୍ୟ ମନୁଷ୍ୟ ଜାତ ଅଟେ। ମନୁଷ୍ୟ ଯେତେବେଳେ ଜନ୍ମ ଗ୍ରହଣ କରିଛି ଜଗତରେ, ସେ ଏକ ବନ୍ୟ ଗର୍ଦ୍ଧବୀ ଶାବକ ତୁଲ୍ୟ ଅଟେ। ମୁଁ କହୁନାହିଁ, କିନ୍ତୁ ବାକ୍ୟ କହୁଛି, ଯାହାକି ଆୟୁବ କହନ୍ତି। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଜଗତରେ ଯେତେବେଳେ ମନୁଷ୍ୟ ଭାବରେ ଆମେ ଜନ୍ମ ଗ୍ରହଣ କରୁ, ଧର୍ମଶାସ୍ତ୍ରର ଏହି ଅଂଶ କହେ ଯେ ବନ୍ୟ ଗର୍ଦ୍ଧବୀ ଶାବକ ତୁଲ୍ୟ ମନୁଷ୍ୟ ଜାତ ଅଟେ। ମନୁଷ୍ୟ ଅସାର, ସେଇ ଅସାର ମନୁଷ୍ୟ
ଗର୍ଦ୍ଧବ ଶାବକ ତୁଲ୍ୟ ବୋଲି ସେ ପ୍ରକାଶ କରନ୍ତି। ସେ ଅଂଶରେ ଲେଖାଯାଏ ମନୁଷ୍ୟ ଜୀବନ ହିଁ ଅସାର ଅସାର ଅସାର। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ ଧର୍ମଶାସ୍ତ୍ର ଯେତେବେଳେ ମନୁଷ୍ୟ ସମାଜକୁ ଏକ ଗର୍ଦ୍ଧବୀ ତୁଲ୍ୟ ବୋଲି ପରିଚିତ ଦେଉଅଛି, ମୁଁ ତ କହିବା ସଠିକ ହେବ ନାହିଁ, କିନ୍ତୁ ଆଦି ପୁସ୍ତକ 16 ପର୍ବର 12 ପଦରେ ଗୋଟିଏ ଦୂତ ଇସ୍ମାଏଲକୁ କଣ କହିଲେ ଆପଣ ମାନେ ଶୁଣନ୍ତୁ। ଆଦି ପୁସ୍ତକ ତାର 16 ପର୍ବର 12 ପଦ। ପୁଣି ସେ ମନୁଷ୍ୟମାନଙ୍କ ମଧ୍ୟରେ ବନଗର୍ଦ୍ଧବ୍ୟ ସ୍ୱରୂପ ହେବ, ତାହାର ହସ୍ତ ସମସ୍ତଙ୍କ ବିରୁଦ୍ଧରେ ଓ ସମସ୍ତଙ୍କ ହସ୍ତ ତାହାର ବିରୁଦ୍ଧରେ ଥିବ। ପୁଣି ସେ ହା- ଆପଣା ଭାଇମାନଙ୍କ ସମ୍ମୁଖରେ ବାସ କରିବ। ହାଲେଲୁୟା। ପ୍ରିୟ ପରମେଶ୍ୱର ଏକ ସ୍ୱର୍ଗୀୟ ଦୂତ ଓହ୍ଲାନ୍ତି ଏବଂ ଇସ୍ମାଏଲଙ୍କ ସମ୍ପର୍କରେ ସେ ପରିଚୟ ଦେଇ এই କଥା କହନ୍ତି। ଇସ୍ମାଏଲ ସମ୍ପର୍କରେ କହନ୍ତି ସେ ମନୁଷ୍ୟ ମାନଙ୍କ ମଧ୍ୟରେ ବନ୍ୟ ଗର୍ଦ୍ଧବୀ ତୁଲ୍ୟ। ଅର୍ଥାତ୍ ଇସ୍ମାଏଲକୁ ମଧ୍ୟ ସ୍ୱର୍ଗର ଦୂତ ସ୍ୱୀକାର କରନ୍ତି ମନୁଷ୍ୟ ଭାବରେ ସେ ଗୋଟିଏ ଗଧ ତୁଲ୍ୟ ବା ଗର୍ଦ୍ଧବୀ ତୁଲ୍ୟ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ବାଇବେଲର ପ୍ରଥମ ଲେଖକ ଆୟୁବ ସେ କହନ୍ତି ଯେ ମନୁଷ୍ୟମାନଙ୍କ ମଧ୍ୟରେ ବନ୍ୟ ଗର୍ଦ୍ଧବୀ ତୁଲ୍ୟ ମନୁଷ୍ୟ ସମାଜ, ତା ଜୀବନ ଅସାର। ସ୍ୱର୍ଗର ଦୂତ ମଧ୍ୟ ପରିଚୟ ଦେଇ ଏଇ କଥା କହନ୍ତି ଯେ ଇସ୍ମାଏଲଙ୍କ ସମ୍ପର୍କରେ ସେ ଅର୍ଥାତ୍ ଇସ୍ମାଏଲ ମନୁଷ୍ୟମାନଙ୍କ ମଧ୍ୟରେ ବନ୍ୟ ଗର୍ଦ୍ଧବୀ ତୁଲ୍ୟ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଯେ ମନୁଷ୍ୟ ସମାଜ ଏକ ବଣର ଗଧ ତୁଲ୍ୟ। ବାଇବେଲ ଅନେକ ପଶୁ ପକ୍ଷୀ ମାନଙ୍କ ସମ୍ବନ୍ଧରେ ଏଇ କଥା କହନ୍ତି, ଆମମାନଙ୍କୁ ପରାମର୍ଶ ଦିଅନ୍ତି ଯେ ତୁମେ ମାନେ ପଶୁ ମାନଙ୍କ ପକ୍ଷୀ ମାନଙ୍କ ଦ୍ଵାରା କିଛି ଶିଖ, ସେମାନଙ୍କୁ ବିବେଚନା କର, ସେମାନଙ୍କୁ ଦେଖ ଏବଂ ସେମାନଙ୍କ ଠାରୁ ତୁମେ କିଛି ଶିଖ। ଇସ୍ରାଏଲ ଲୋକମାନେ କହିବାକୁ ଗଲେ ଗୃହପାଳିତ ପଶୁ ଭାବରେ ଏଇ ଗର୍ଦ୍ଧବୀକୁ ଅର୍ଥାତ୍ ଗଧକୁ ସେମାନେ ବ୍ୟବହାର କରୁଥିଲେ, ମାନୁଥିଲେ ବା ଗୃହପାଳିତ ପଶୁ ଭାବରେ ମାନ୍ୟତା ଦେଉଥିଲେ। ତେଣୁ ଇସ୍ରାଏଲ ଲୋକମାନେ ଏଇ ଗଧକୁ ବହୁଳ ଭାବରେ ବ୍ୟବହାର କରୁଥିଲେ। ଯଦି ସେମାନେ ଯାତ୍ରା କରୁଥିଲେ, ଗର୍ଦ୍ଧବୀ ଉପରେ ଯାତ୍ରା କରୁଥିଲେ, ଯଦି ସେମାନେ କିଛି ଜିନିଷ ନେଉଥିଲେ, ସେମାନେ ବହନକାରୀ ପଶୁ ଭାବରେ ତାଙ୍କୁ ବ୍ୟବହାର କରୁଥିଲେ। ଆପଣ ମାନଙ୍କର ମନେ ଥିବ, ଯେତେବେଳେ ଅବ୍ରାହମ ତାଙ୍କର ପୁଅକୁ ବଳିଦାନ ଦେବା ନିମନ୍ତେ ସେ ପ୍ରସ୍ତୁତ ହେଉଛନ୍ତି, ସେତେବେଳେ ସେ ଗଧର ଉପରେ ସେ କେତେକ ଜିନିଷ ସଜାଇଲେ ଏବଂ ସେ ଇସାକୁ ନେଇ ବଳିଦାନ କରିବା ନିମନ୍ତେ ପର୍ବତ ଆଡେ ଯାଉଛନ୍ତି। ଅର୍ଥାତ୍ ସେଇ କାଳରେ ଏକ ଯାତ୍ରାବାହୀ ପଶୁ ଭାବରେ ବ୍ୟବହାର କରୁଥିଲେ, ପୁଣି ବହନକାରୀ ପଶୁ ଭାବରେ ଇସ୍ରାଏଲ ଲୋକମାନେ ବ୍ୟବହାର କରୁଥିଲେ। କହିବାକୁ ଗଲେ ତାହା ଥିଲା, ଗଧ ଥିଲା ଗୋଟେ ଶାନ୍ତିର ପ୍ରତୀକ ଦିନ ଥିଲା। ଯୀଶୁ ଖ୍ରୀଷ୍ଟ ମଧ୍ୟ ସେ ବ୍ୟବହାର କଲେ ବିଜୟ ଯାତ୍ରା ସମୟରେ, ଯାହାକି ମାଥ୍ୟୁ 21 ପର୍ବର 5 ପଦରେ ଲେଖାଯାଏ। ସେ କହିଲେ ଯେ ଅମୁକ ଗାଁକୁ ଯାଅ, ସେଠାରେ ବନ୍ଧା ହୋଇଛି ଗୋଟିଏ ଗଧ ଏବଂ ଗର୍ଦ୍ଧବୀ ଶାବକ, ତୁମେ ତାଙ୍କୁ ଫିଟାଇ ଆଣ, ଆମେ ତହିଁ ଉପରେ ଆରୋହଣ କରି ଆମେ ଜେରୁସାଲେମକୁ ଯାତ୍ରା କରିବା। ପ୍ରିୟ ପରମେଶ୍ୱରଙ୍କର ଲୋକମାନେ, ଯେ ଗର୍ଦ୍ଧବୀ କେବଳ ସେମାନଙ୍କର ଯାତ୍ରାର ସହାୟକ ହେଉଥିଲା ତାହା ନୁହଁ, ବହନ କରିବାରେ ସାହାଯ୍ୟ କରୁଥିଲା ତାହା ନୁହଁ, କିନ୍ତୁ ଶାନ୍ତିର ପ୍ରତୀକ। ଇସ୍ରାଏଲ ଲୋକମାନେ କେବଳ ବଳଦ ଦ୍ଵାରା ଯେ ଚାଷ କରାଯାଏ ତାହା ନୁହଁ, ଗର୍ଦ୍ଧବୀ ଦ୍ଵାରା ମଧ୍ୟ ସେମାନେ ଚାଷ ବ୍ୟବସାୟ କରୁଥିଲେ। କହିବାକୁ ଗଲେ ପଶୁମାନଙ୍କ ମଧ୍ୟରେ ଗର୍ଦ୍ଧବୀ ବା ଗଧ ହଉଛି ନମ୍ର, ଦୟା ଅଧୀନସ୍ଥ ପଶୁ ହଉଛି ଗର୍ଦ୍ଧବୀ। କହିବା ଧର୍ମଶାସ୍ତ୍ର କହେ ସେ ଜଣେ ଅପବିତ୍ର ପଶୁ ଅଟେ, ବଳିଦାନ କରିବାର ଯୋଗ୍ୟ ତାହାର ନୁହଁ,
ସେହି ପଶୁର ନୁହଁ। ପ୍ରିୟ ପରମେଶ୍ୱରଙ୍କର ଲୋକମାନେ ସେ ଯାହା ହଉ ବାଇବେଲ କହେ ଏହା ବନ୍ଧା ହେବାର ଯୋଗ୍ୟ। ତେଣୁ ଇସ୍ରାଏଲ ଲୋକମାନେ ଅତି ଜାଗ୍ରତ ଭାବରେ ସେଇ ଗୃହପାଳିତ ପଶୁ ଭାବରେ ସେମାନଙ୍କୁ ବାନ୍ଧୁଥିଲେ, ଯାହାକି ଆୟୁବ 39 ପର୍ବର 5 ପଦରେ ଲେଖା ଅଛି। ଆମେ ପଢିବା ନାହିଁ। ଆୟୁବ ତାର 39 ପର୍ବର 5 ପଦରେ ଅଛି ଯେ ଏହା ଏକ ବନ୍ଧା ଯୋଗ୍ୟ ପଶୁ। ପ୍ରିୟ ପରମେଶ୍ୱର ଲୋକମାନେ ଯୀଶୁ ମଧ୍ୟ ଯେତେବେଳେ ସେଇ ଗର୍ଦ୍ଧବୀକୁ ଆଣିବାକୁ କହିଲେ, ଯାହ ଦେଖ ସେ ବନ୍ଧା ଯାଇ ଅଛି। ଅର୍ଥାତ୍ ସେଇ ସମୟରେ ଇସ୍ରାଏଲ ଲୋକମାନେ ଅତି ଜାଗ୍ରତ ଭାବରେ ଗର୍ଦ୍ଧବୀକୁ ଗୃହପାଳିତ ପଶୁ ମନେ କରି ମନୋଯୋଗୀ ହେଉଥିଲେ, ବାନ୍ଧୁଥିଲେ, ଖାଦ୍ୟ ଦେଉଥିଲେ, ଆଉ ଉତ୍ତମ ଭାବରେ ପ୍ରତିପୋଷଣ କରୁଥିଲେ। ସେ ଅନ୍ୟମାନଙ୍କ ଦ୍ୱାରା ବନ୍ଧା ଯାଉଥିଲା। ସେ ଇସ୍ରାଏଲୀୟ ଲୋକମାନଙ୍କ ଦ୍ୱାରା ଗର୍ଦ୍ଧବୀ ବନ୍ଧା ଯାଉଥିଲା, ପୁଣି ଫିଟା ଯାଉଥିଲା। କିନ୍ତୁ ପ୍ରିୟ ପରମେଶ୍ୱରଙ୍କ ଲୋକମାନେ ଆମେ ଦେଖୁଛୁ ଯେ ଆଜିର ଶାସ୍ତ୍ରାଂଶ ଯେତେବେଳେ ଶିଲୋର ସେଇ ଶାନ୍ତିକର୍ତ୍ତା ଆଗମନ କରିବେ, ସେ ଦ୍ରାକ୍ଷାଲତା ନିକଟରେ ବାଛରାକୁ ବାନ୍ଧିବ, କାରଣ ସେ ବନ୍ଧା ଯୋଗ୍ୟ। ବାନ୍ଧୁଥିଲେ ଲୋକମାନେ ଗୃହପାଳିତ ପଶୁ ଭାବରେ ତାଙ୍କୁ ବାନ୍ଧୁଥିଲେ। ତେଣୁ ଆଜିର ବାକ୍ୟ ଆମମାନଙ୍କୁ ଏଇ କଥା କହେ ଯେ ଦ୍ରାକ୍ଷାଲତା ନିକଟରେ ସେ ଯେତେବେଳେ ଆରୋହଣ ବା ଆଗମନ କରିବେ, ସେ ଯେତେବେଳେ ଆସିବେ, ସେତେବେଳେ ସେ କଣ କରିବେ? ଦ୍ରାକ୍ଷାଲତା ନିକଟରେ ବାଛରାକୁ ବାନ୍ଧିବେ ଓ ଉତ୍ତମ ଦ୍ରାକ୍ଷାଲତା ନିକଟରେ ଗର୍ଦ୍ଧବ ଶାବକକୁ ବାନ୍ଧିବେ। ଯୀଶୁଖ୍ରୀଷ୍ଟଙ୍କର କର୍ତ୍ତବ୍ୟ ଯେ ଗୋଟେ ଉତ୍ତମ ଦ୍ରାକ୍ଷାଲତା ଯେ ସେ ଅଟନ୍ତି, ସେହି ଦ୍ରାକ୍ଷାଲତା ନିକଟରେ ସେ ଗର୍ଦ୍ଧବୀ ଶାବକକୁ ବାନ୍ଧିବେ, ବାନ୍ଧିବେ, ବାନ୍ଧିବେ। ମନରେ ପ୍ରଶ୍ନ ଉଠେ, ସେ କାହିଁକି ବାନ୍ଧିବେ? କାହିଁକି ନିଜ ପାଖରେ ରଖିବେ? ପ୍ରିୟ ପରମେଶ୍ୱରଙ୍କ ଲୋକମାନେ ଯାକୁବଙ୍କ ଦ୍ୱାରା ଏଇ ଭାବବାଣୀ ଥିଲା ଯେ ଗର୍ଦ୍ଧବୀ ଶାବକ ନିରୀହ ନମ୍ର, କିନ୍ତୁ ପ୍ରଭୁଙ୍କର ନିକଟରେ ସେ ରହିବା ଦରକାର, ପ୍ରଭୁଙ୍କ ନିକଟରେ ବନ୍ଧା ଯିବା ଦରକାର, ପ୍ରଭୁଙ୍କ ସଙ୍ଗରେ ପାଖରେ ରହିବା ଦରକାର। କଣ ପାଇଁ ନା ଯେତେବେଳେ ଦ୍ରାକ୍ଷାଲତା ଯେ ଯୀଶୁଖ୍ରୀଷ୍ଟ ଅଟନ୍ତି, ଉତ୍ତମ ଦ୍ରାକ୍ଷାଲତା ଯେ ଯୀଶୁଖ୍ରୀଷ୍ଟ ଅଟନ୍ତି, ତାଙ୍କ ନିକଟରେ ଗର୍ଦ୍ଧବୀ ଶାବକକୁ ଆମେ ଏଇ ଚିତ୍ରରେ ଦେଖୁଛୁ, ସେ ଆସିବେ ଏବଂ ବାନ୍ଧିବେ। କାହିଁକି ସେ ବାନ୍ଧିବେ? ଯେହେତୁ ପାଖରେ ଦ୍ରାକ୍ଷାଲତା ଅଛି, ଦ୍ରାକ୍ଷାଲତାରୁ ଝଡି ପଡୁଥିବା, ଖସି ପଡୁଥିବା ଖାଦ୍ୟ ତା ପାଇଁ ନିହାତି ଦରକାର ଅଟେ। ସେ ଖାଦ୍ୟ ଖାଇବା ପଶୁ, ଏଣୁ ଯଦି ବନ୍ଧା ନ ଯାଏ ଦ୍ରାକ୍ଷାଲତାକୁ, ସେ ପଛ ଗୋଡ ଦ୍ୱାରା କିମ୍ବା ଲାଞ୍ଜ ଦ୍ୱାରା କିମ୍ବା କୌଣସି ମାଧ୍ୟମରେ ସେ ଇତସ୍ତତ କରିବ, ଛିନ୍ନ ବିଚ୍ଛିନ୍ନ କରିବ। ଏଣୁ ଯାକୁବ କହିଲେ, ସେ ଆସିଲେ ସେ ନିଜେ ଗର୍ଦ୍ଧବୀ ଶାବକକୁ ସେ ବାନ୍ଧିବ, ବାନ୍ଧିବ, ବାନ୍ଧିବ। ଏଇଥିପାଇଁ ବାନ୍ଧିବ ଯେ ସେ ଦ୍ରାକ୍ଷାଲତାରୁ ଖସି ପଡୁଥିବା, ଝଡି ପଡୁଥିବା ଫଳ ମାନଙ୍କୁ ଯେଭଳି ଏଇ ଗର୍ଦ୍ଧବୀ ଶାବକ ଭୋଜନ କରିବ, ଆହାର କରିବ, ସେଥି ନିମନ୍ତେ ସେ ବାନ୍ଧିବ। କେବଳ ତାହା ନୁହଁ, ସେ ଯେ ପ୍ରକାର ସୁରକ୍ଷିତ ରହିବ। ତାକୁ ଯଦି ଖୋଲି ଦିଆଯାଏ, ହୁଏତ ଅନ୍ୟ ଆଡେ ଧାଇଁ ପଳାଇ ଯିବାର ଆଶଙ୍କା ଅଛି। ତେଣୁ ସେ ଯେ ପ୍ରକାର ସୁରକ୍ଷିତ ଭାବରେ ରହିବ, ସେଥି ନିମନ୍ତେ ଯୀଶୁଖ୍ରୀଷ୍ଟ ଯେ ଉତ୍ତମ ଦ୍ରାକ୍ଷାଲତା, ସେହି ଦ୍ରାକ୍ଷାଲତା ନିକଟରେ 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 ଗର୍ଦ୍ଧବୀ ଶାବକ ବନ୍ଧା ଯିବ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ ନିଜ ପାଖରେ ବାନ୍ଧିବାର ଆଉ ଏକ କାରଣ, ଯଦି କେହି ପଚାରିବେ ଯେ ତାଙ୍କ ଯେହେତୁ ଯୀଶୁଙ୍କ ନିକଟରେ ବନ୍ଧା ଯାଇଅଛି ଏ ଗର୍ଦ୍ଧବୀ ବା ଉତ୍ତମ ଦ୍ରାକ୍ଷାଲତା ନିକଟରେ ବନ୍ଧା ଯାଇଅଛି, ଏଇ
ଗର୍ଦ୍ଦଭୀ, ଏହା କାହାର ଗର୍ଦ୍ଦଭୀ? ଯୀଶୁ କହିବେ, ଆପଣାର ପରିଚୟ ଦେବେ, ଏଇ ଗର୍ଦ୍ଦଭୀ ହଉଛି ମୋର, ଆମର। ଲେଖାଯାଏ ଆପଣା ଗର୍ଦ୍ଦଭୀ ଶାବକ। ଆପଣ ମାନେ ପଢିଲେ ଜାଣିବେ ଯେ ଆପଣା ଗର୍ଦ୍ଦଭୀ ଶାବକ। ତେଣୁ ସେ ପରିଚୟ ଦେବେ, ଏହା ଅନ୍ୟ କୌଣସି ମାଲିକର ନୁହଁ, ତାହାର ମାଲିକ ହଉଛି ମୁଁ, ଆଉ ସେହି ମାଲିକ ହଉଛି ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତେଣୁ ମୋ ନିକଟରେ ତାଙ୍କୁ ବାନ୍ଧି ଅଛି। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆମେ ଦେଖୁଛୁ ଯେ ଆପଣାର ବୋଲି ପରିଚୟ ଦେବା ପାଇଁ ସେ ନିଜ ପାଖରେ ସେ ବାନ୍ଧିବେ। କହିବାକୁ ଗଲେ ଆବଶ୍ୟକୀୟ ବାକ୍ୟମୂଳକ ଫଳ ଦେବା ପାଇଁ ସେ ନିଜ ପାଖରେ ବାନ୍ଧିବେ। ପୁଣି ଯେତେବେଳେ ଯୀଶୁ କହିବେ ଏ ଗଧ ଗୋଟେ ବାରବୁଲା ଗଧ ନୁହଁ, ମୋ ନାମରେ ନାମିତ ହେଇଥିବା ଏ ସେହି ଗଧ, ଯାହାକୁ କି ମୋ ପାଖରେ ବାନ୍ଧିଛି ବୋଲି ସେ ପରିଚୟ ଦେବେ। ଯଦ୍ୱାରା ସେ ଘୃଣ୍ୟ ପଶୁ ହେବେ ନାହିଁ, କିନ୍ତୁ ନିରୂପିତ ଯୀଶୁଙ୍କର, ପ୍ରଭୁଙ୍କର, ମେଷପାଳକଙ୍କର, ପୁଣି ଆମେ ଦେଖୁଛୁ ପ୍ରକୃତର ଦ୍ରାକ୍ଷାଲତା ନିକଟରେ ସେ ଅଛନ୍ତି ବୋଲି ପରିଚୟ ଦେବେ। କେବଳ ତାହା ନୁହଁ, ଆଉ ସେ ଭାର ଉଶ୍ୱାସ କରିବା ପାଇଁ ନିଜ ପାଖରେ ସେ ବାନ୍ଧି ରଖି ଅଛନ୍ତି। ଆକୁ ଛାଡ, ଆକୁ କଣ ବୋଝ ଦେଇକିରି ଛାଡିବା ନା, ତା ଉପରର ବୋଝ ମୁଁ ନେଇଛି, ଆଉ ସେ ବୋଝ ବହନ କରିବ ନାହିଁ। ଏହା ଯୀଶୁ ଖ୍ରୀଷ୍ଟ ପରିଚୟ ଦେବେ। ଅନେକ ବିଷୟ ଅଛି, ଅନେକ ସମ୍ବନ୍ଧରେ ଆମେ ଗର୍ଦ୍ଦଭୀ ଏବଂ ଗର୍ଦ୍ଦଭୀ ଶାବକ ଉପରେ ଆଲୋଚନା କରିପାରିବା। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ସେଇ ଗର୍ଦ୍ଦଭୀ ଶାବକ କିଏ ମୁଁ ତ କହିପାରୁନାହିଁ, ଆପଣ ମାନେ ନିଜେ ଆପଣ ମାନେ ଚିନ୍ତା କରନ୍ତୁ। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆମେ ମାନେ ସେଇ ଗର୍ଦ୍ଦଭୀ ଶାବକ ତୁଲ୍ୟ ଆମେ ଯୀଶୁଙ୍କ ନିକଟରେ ବନ୍ଧା ହୋଇଛୁ କି, ତାହା ହିଁ ଆଜିର ପ୍ରଶ୍ନ ଏବଂ ବିଶ୍ଳେଷଣ କରିବା ଦରକାର। ଅର୍ଥାତ୍ ଯୀଶୁଙ୍କ ପ୍ରେମରେ ମୁଁ ବନ୍ଧା ଯାଇଛି କି, ଯୀଶୁଙ୍କ ଅନୁଗ୍ରହରେ ମୁଁ ବନ୍ଧା ଯାଇଛି କି, ନା ମୁଁ ଜଗତର ମାଲିକ ମାନଙ୍କ ଦ୍ୱାରା ବନ୍ଧା ଯାଇଛି, ନା ଶୟତାନ ଦ୍ୱାରା ବନ୍ଧା ଯାଇଛି, ତାହା ହିଁ ବିଶ୍ଳେଷଣ କରିବା ଦରକାର। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ସେଦିନ ଯାକୁବ ଯେତେବେଳେ ତାଙ୍କର 12ଟି ପୁଅଙ୍କୁ ଆଶୀର୍ବାଦ ଦେବା ପାଇଁ ଯାଉଅଛନ୍ତି, ଜିହୁଦାକୁ ଆହ୍ୱାନ କରୁ କରୁ ସେ ଆଶୀର୍ବାଦ ଦେଲେ ଏବଂ କହିଲେ ଯେ ସେହି ଶିଲୋ ଅର୍ଥାତ୍ ଶାନ୍ତିକର୍ତ୍ତା ଆଗମନ କରିବା ପରେ ସେ ଅର୍ଥାତ୍ ସେଇ ଶାନ୍ତିକର୍ତ୍ତା, ସେଇ ଶିଲୋ, ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଦ୍ରାକ୍ଷାଲତା ନିକଟରେ ବାଛରାକୁ ବାନ୍ଧିବ। କେବଳ ତାହା ନୁହଁ, ସେ ଉତ୍ତମ ଦ୍ରାକ୍ଷାଲତା ନିକଟରେ, ପ୍ରକୃତ ଦ୍ରାକ୍ଷାଲତା ନିକଟରେ ଗର୍ଦ୍ଦଭୀ ଶାବକଙ୍କୁ ସେ ବାନ୍ଧିବ, ସୁରକ୍ଷିତ ନିମନ୍ତେ, ଖାଦ୍ୟ ଦେବା ନିମନ୍ତେ, ପୁଣି ତାଙ୍କୁ ନିରୂପିତ ବୋଲି କହିବା ନିମନ୍ତେ, ମନୋନୀତ ବୋଲି କହିବା ନିମନ୍ତେ ସେ ନିଜ ନିକଟରେ ବାନ୍ଧିବ। ଚିନ୍ତା କରୁ, ଆଜି ପ୍ରଭୁ ମୁଁ ସେହି ଦ୍ରାକ୍ଷାଲତା ନିକଟରେ ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କ ନିକଟରେ ମୁଁ ବନ୍ଧା ଯାଇଅଛି କି, ନା ଜଗତର ଦିଆବଳଙ୍କ ନିକଟରେ ମୁଁ ବନ୍ଧା ଯାଇଅଛି? ପ୍ରଭୁଙ୍କ ଅନୁଗ୍ରହରେ, ପ୍ରଭୁଙ୍କ ନିକଟରେ, ପ୍ରଭୁଙ୍କ ସମୀପରେ ମୁଁ ବନ୍ଧା ଯାଇଅଛି କି, ତାଙ୍କର ପ୍ରେମରେ ବନ୍ଧା ଯାଇଅଛି କି, ଅନୁଗ୍ରହରେ ବନ୍ଧା ଯାଇଛି କି, ନା ମୁଁ ଜାଗତିକ ଭାବରେ ଜଗତରେ ବନ୍ଧା ଯାଇଅଛି? ତାହା ହିଁ ଚିନ୍ତା କରିବା। ପ୍ରିୟ ପରମେଶ୍ୱରଙ୍କ ଲୋକମାନେ, ଆମେ ଜାଣୁ ଯାକୁବଙ୍କର ଆଶୀର୍ବାଦ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ନିର୍ଣ୍ଣିତ ଥିଲା ଏବଂ ଗର୍ଦ୍ଦଭୀ ପ୍ରତି ମଧ୍ୟ ନିର୍ଣ୍ଣିତ ଥିଲା। ମନୁଷ୍ୟ ଜାତ ଗର୍ଦ୍ଦଭୀ ତୁଲ୍ୟ ମୁଁ ଏବଂ ଆମ୍ଭେମାନେ କେଉଁ ନିକଟରେ ବନ୍ଧା ଯାଇଅଛୁ? ତାଙ୍କର ସେଇ ହଜାର ହଜାର ବର୍ଷ ତଳର ସେହି ଭାବବାଣୀ ଅନୁସାରେ ଆମେ ବନ୍ଧା ଯାଇଛୁ, ନା ଆଜି ଜାଗତିକ ଭାବରେ ଜଗତର ଦିଆବଳ ହାତରେ ବନ୍ଧା ଯାଇଛୁ? ତାହା ହିଁ ସମୀକ୍ଷା ଓ ଚିନ୍ତା କରିବା। ପ୍ରଭୁ ଏ ଅଳ୍ପ ବାକ୍ୟରେ ଆମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। ରହିଲି, ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ଆଜ୍ଞା, ବହୁତ ସୁନ୍ଦର ବାକ୍ୟ ଦେଲେ ଆଦି ପୁସ୍ତକକୁ ନେଇକିରି।
ଆଉ ଯାକୁବ ଆପଣ 12ଟି ପୁତ୍ରଙ୍କୁ ଯୋଉ ବ୍ଲେସ ଦେଇଥିଲେ ତହିଁ ମଧ୍ୟରୁ ଆମେ ଗୋଟେ ବ୍ଲେସଟି ପାଇଲୁ। ଯୋଉ ବ୍ଲେସ ରେ ଆମେ ଦେଖିପାରୁଛୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ଯେ ଉତ୍ତମ ଦ୍ରାକ୍ଷାଲତା, ଆମେ ସମସ୍ତେ ତାଙ୍କର ଦ୍ରାକ୍ଷାଲତାରେ ବର୍ଣ୍ଣ। ମୁଁ ବହୁତ ଧନ୍ୟବାଦ ଦିଏ ରିଏଲ ମିନିଷ୍ଟ୍ରି ପକ୍ଷରୁ, ଆପଣ ବହୁତ ସୁନ୍ଦର ବାକ୍ୟ ଆମମାନଙ୍କ ସମ୍ମୁଖରେ ରଖିଲେ, ଯାହାକି ପୁରାତନ ବାକ୍ୟକୁ ନେଇ ଆପଣ ଖ୍ରୀଷ୍ଟଙ୍କ ନିକଟକୁ ଆଣିଲେ, ସେଥିପାଇଁ ମୁଁ ବହୁତ ଧନ୍ୟବାଦ ଦିଏ। ଗଭୀର, ବହୁତ ସୁନ୍ଦର ଗଭୀର ଥିଲା, ଆଉ ତାକୁ ବହୁତ ପ୍ରାଞ୍ଜଳ ଭାବରେ ଆମମାନଙ୍କ ନିକଟକୁ ଆଣିଥିବାରୁ ମୋ ବ୍ୟକ୍ତିଗତ ଭାବରେ ରିଏଲ ମିନିଷ୍ଟ୍ରି ପକ୍ଷରୁ ଆମେ ସମସ୍ତଙ୍କ ପକ୍ଷରୁ ଆଉ ଧନ୍ୟବାଦ ଦେବା ସହିତ ଆମେ ସମସ୍ତେ କୃତଜ୍ଞତା ଜ୍ଞାପନ କରୁ ସୁନ୍ଦର ବାକ୍ୟ ସକାଶେ। ପ୍ରଭୁ ଆହୁରି ଆପଣଙ୍କୁ ଆଉ ଅଧିକା ବ୍ୟବହାର କରି ଏମିତି ଆଉ ପ୍ରଭୁଙ୍କର ହଜାତ୍ମା ମାନଙ୍କ ନିକଟରେ ପହଞ୍ଚୁ, ସେ ବାକ୍ୟ ହୃଦୟରେ ସ୍ପର୍ଶ କରୁ, ପ୍ରଭୁଙ୍କ ନିକଟରେ ପଣି ଆମର ସହାୟତା ଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ ପ୍ରଭୁଙ୍କ ପ୍ରିୟ ଦାସଙ୍କୁ, ଆଉ ବହୁତ ଧନ୍ୟବାଦ।